ସକାଳୁ ମୁଁ ବାହାରି ପଡ଼ିଲି ଘରକୁ ଯେତେବେଳେ ପହଞ୍ଚିଲି ମୋ ବାପା ସବୁ ଜିନିଷ ପଣା ସଂକ୍ରାନ୍ତି ପାଇଁ ପ୍ରିପେୟାର କରିଥିଲି। ହାଇ ଫ୍ରେଣ୍ଡସ୍, ମୁଁ ଆପଣମାନଙ୍କର ସାନି ଆଉ ଓଡ଼ିଆ ନବବର୍ଷରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ସେତିକିବେଳକୁ ମୋ ବାପା ବାହାରି ପଡ଼ିଲେ ମନ୍ଦିରକୁ। ଆଜି ପୁରା ପେଣ୍ଟିଂ ଡ୍ରେସିଂରେ ବାହାରି ପଡ଼ିଥି ଦୁଇ ଜଣ ଯାକ, କାରଣ ଏଠି ବହୁତ ସୁନ୍ଦର ବି ଦେଖାଯାଉଛି ଦୁହେଁ ଯାକ। ତାପରେ ମୁଁ ଟିକେ ଏସି ଲଗାଇଦେଲି ଆଉ ମୋର ପିପିଟି ବନେଇଦେଲି, କାରଣ ଘରେ କେହି ନାହାନ୍ତି। ଆଉ ଫ୍ୟାନ୍ରେ ବସିକିନା କଲେ ପିପିଟି ହିନ୍ଦୀରେ ଝାଳ ବାହାରିବ, ଆଉ ଏସିରେ ଟିକେ ବସିକିନା କଲି। ତାପରେ ମୋ କକା ଆଉ କାକି ସେମାନେ ଆସିଲେ ଭାରି ମନ୍ଦିରରୁ, ଆଉ ପଣା ପ୍ରସ୍ତୁତିରେ ଲାଗି ପଡ଼ିଲେ। ସବୁ ଜିନିଷ ଦିଆଯାଇଥିଲା, ବେଲ ଦିଆଯାଇଥିଲା, ସେଥିରେ ଆମ୍ବ ଛେଚା ହେଇକିନା ଦିଆଯାଇଥିଲା, ସବୁ ପ୍ରକାର ଦିଆଯାଇଥିଲା। ଆଉ ଆମେ ସମସ୍ତେ ଯାକ ଆମ ଘର ଆଗରେ ଥିବା ସାନିରାଣୀ ବସଷ୍ଟାଣ୍ଡରେ ଠିଆ ହେଇପଡ଼ିଲୁ। ସାନିରାଣୀ ବସଷ୍ଟାଣ୍ଡରେ ଠିଆ ହଉ ହଉ ସମସ୍ତଙ୍କୁ ଦେଲୁ ପଣା। ସେତିକି ଭିତରେ ମୋ ମାଆ କହିଲା ଯେ ତୁ ଟିକେ ଆଗ ପିଇଦେ। ଆଉ ମୋ ଘରେ ତ ମୁଁ ଆଗ ଫାଷ୍ଟ ପିଏ, ତାପରେ ନା ସମସ୍ତେ ପିଅନ୍ତି। ଆଉ ସମସ୍ତଙ୍କୁ ଆମେ ଦାଣ୍ଡରେ ଦେଉଥିଲୁ। ଆମେ ଏଇଭଳିଆ ଏତେ ଗୁଡ଼ିଏ କରିଥିଲୁ, ପୁରା ଡେକ୍ଚିଏ ପଣା ସବୁତିକ ଦେଲାବେଳକୁ 11:30ରୁ 12 ହେଇଗଲା। ମୋ ବାପାର ଯେ ଗୋଟେ କାମ ଥିଲା, ଯେତେ ସବୁ ଅଳିଆ ଆସ୍କରା ପକାଯିବ ବା ଯେତେ ଗ୍ଲାସ୍ ଥିବ ଗ୍ଲାସ୍ ସବୁ ଆଡ଼େ ପକାଇବେ, ତାକୁ ଥିଲା ଏତିକି କାମ। ଭଜା ବସେଇ ଦେଇଥିଲା, ଆଉ ଆମେ ମାଆ ଝିଅ ବାପା ଆମେ ସମସ୍ତେ ଯାକ ମିଶିକିନା ଏତେ ଦିନ ପରେ ଏକାଠି ହେଇଛୁ, ପୁଣି ସେଥିଲାଗି ସମସ୍ତେ ଯାକ ମିଶିକିନା କଥାବାର୍ତ୍ତା ହେଉଥିଲୁ। ଏଇ ସମୟ ବେଳକୁ ମୋ ମାଆ ସବୁ ରେଡ଼ି କରିସାରିଥିଲା ନା, ଆମେ ଏଥିଲାଗି ଆଜି ପଖାଳ କରାହେଇଥିଲା। ପଖାଳ ଖାଇଦେଲୁ, ଲୁଣ ଆଉ ତରକାରୀ ଆଉ ଭେଣ୍ଡି ଆଉ ଆମର କଦଳୀ ଭଜା ହେଇଥିଲା। ଆଉ ଏଇ ଯେଉଁ ବେଳାବେଳକୁ ପଖାଳ ଖାଇବାର ସ୍ୱାଦ ତ ଏଇ ଖରାଦିନିଆ ହିଁ ଆମକୁ ଅନୁଭବ ହୁଏ। ତାପରେ 4ଟା ବେଳକୁ ଯେତେବେଳେ ଉଠି ସାରିଲୁ, ମୁଁ ଯିବି ଛେଣ୍ଡିପଦା ବୋଲି ମୋ ମାଆ ପରଟାର ପ୍ରିପାରେସନ୍ କରୁଥିଲା। ଆଉ କଦଳୀ ଭାଜି ନା ଦେଲା, ସେଥିଲାଗି ମୁଁ ଟିକେ କଦଳୀ ଭାଜିଦେଲି। ଆଉ ମୋ ଲାଗି ସବୁ ପ୍ରିପାରେସନ୍ ହେଲା, ମୁଁ ଛେଣ୍ଡିପଦା ନେବି ନା। ଆଉ ମୁଁ ପହଞ୍ଚିଲା ବେଳକୁ ଆମ ସାହି ଯାକ ଲୋକ ଆମ ଘରେ ରେଡ଼ି। ତାପରେ ମୁଁ ପହଞ୍ଚିଗଲି ଛେଣ୍ଡିପଦାରେ। ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।